ସାଙ୍ଗମାନେ, ତମେ ଧ୍ୟାନ ଦେବା ଛାଡ଼ିଦିଅ। ଲୋକେ ତୁମକୁ କଷ୍ଟ ଦେବା ବି ଛାଡ଼ିଦେବେ। ଏ ଦୁଇଟି ଜିନିଷ ମଣିଷକୁ ପୂରାପୂରି ବରବାଦ କରିଦିଏ। ଗୋଟିଏ ହେଲା ବିଶ୍ୱାସଘାତୀ ବନ୍ଧୁ, ଦ୍ୱିତୀୟଟି ହେଲା ଧୋକେବାଜ ପ୍ରେମୀ। ଜୀବନରେ କେବେ ବି ସେହି ଲୋକଙ୍କୁ ଭୁଲିବେନି ଯିଏ ଆମର ବିପଦ ସମୟରେ ଆମକୁ ସାହାଯ୍ୟ କରିଥାଏ। ଯେବେ ତମ ଆବାଜ ତାକୁ କଷ୍ଟ ଦିଏ ନା, ତାର ଉପହାରରେ ନୀରବତା ଦେଇଦିଅ। କାହିଁକି ନା ନୀରବତା ହିଁ ମଣିଷକୁ ଅଧିକରୁ ଅଧିକ ସକ୍ସେସ୍ କରିଥାଏ। ବେଶୀ ବୋଝ ନେଇ ଚାଲୁଥିବା ଲୋକ ପ୍ରାୟତଃ ବୁଡ଼ି ହିଁ ଯାଆନ୍ତି। ସେ ଜିନିଷ ହେଉ କିମ୍ବା ଅଭିମାନର। ନିଜର ଭାବନାକୁ ତାକୁ ଜଣାଅ ଯିଏ ତୁମ ଭାବନାର ମୂଲ୍ୟ ବୁଝିଥାଏ। ନହେଲେ ତ କିଛି ଲୋକ ଅଛନ୍ତି, ଆମର ଲୁହକୁ ସେ ପାଣି ଭଳି ଭାବନ୍ତି। କିଛି ପ୍ରଶ୍ନର ଉତ୍ତର ସମୟ ହିଁ ଦେଇଥାଏ, ସେ ଭୁଲ ହେଉ ଅବା ଠିକ୍। ଆଉ ବିଶ୍ୱାସ କର, ସମୟର ଉତ୍ତର ଅତୁଳନୀୟ ହିଁ ହୋଇଥାଏ। ନିଜକୁ କାନ୍ଦିବାର ଅଛି ତ ଘରେ ବସି କାନ୍ଦ, ହେଲେ ସବୁବେଳେ କବାଟ ହସିକି ଖୋଲ। କାରଣ ଲୋକଙ୍କୁ ଯେବେ ଜଣାପଡ଼ିଯିବ କି ତୁମେ ଭିତରୁ ଭାଙ୍ଗି ପଡ଼ିଛ, ତାହେଲେ ତମକୁ ସେ ଲୁଟି ନେବେ। ଏହି ସମ୍ପର୍କ ବି ବହୁତ ଅଜବ ହୋଇଥାଏ। ବିଶ୍ୱାସ ବିନା ଆରମ୍ଭ ହୋଇନଥାଏ, ଆଉ ଧୋକା ନ ଖାଇଲା ପର୍ଯ୍ୟନ୍ତ ଶେଷ ବି ହୋଇନଥାଏ। କାହାକୁ ସାହାଯ୍ୟ କରି ତମେ ଦୁନିଆ ତ ବଦଳାଇ ପାରିବନି, ହେଲେ ସେ ବ୍ୟକ୍ତିର ଦୁନିଆ ତମେ ନିଶ୍ଚୟ ବଦଳାଇ ପାରିବ। ଜୀବନ ବି କେତେ ଅଜବ ହୋଇଥାଏ। ଖୁସିରେ ରହିଲେ ଲୋକେ ଈର୍ଷା କରନ୍ତି, ଆଉ ଦୁଃଖରେ ରହିଲେ ପ୍ରଶ୍ନ କରନ୍ତି। ଯିଏ ବି ତମର ବିଶ୍ୱାସ ଭାଙ୍ଗେ ତାକୁ ଧନ୍ୟବାଦ କରିବା ଦରକାର। କାରଣ ସେ ହିଁ ଆମକୁ ଶିଖାଇ ଦିଏ କି ବିଶ୍ୱାସ ବୁଝି ବିଚାରି କରିବା କଥା। ଦୁନିଆରେ ସେହି ସମ୍ପର୍କ ଅଧିକ ସଫଳ ହୋଇଥାଏ ଯେଉଁ ସମ୍ପର୍କରେ ଦୁହେଁ ଦୁହିଁଙ୍କୁ ହରେଇବାର ଭୟ ଥାଏ। ସଚ୍ଚା ପ୍ରେମ ପରେ ବି ଯଦି ଜଣେ ତୁମର ହେଇପାରିଲାନି, ତେବେ ଦୁଃଖ କର ନାହିଁ। ତୁମେ ସେଇଟା ହରେଇଲ ଯାହା ତମର ନଥିଲା, ଆଉ ସେ ସେଇଟା ହରେଇଲା ଯାହା କେବଳ ତାର ହିଁ ଥିଲା। ମଣିଷ ସବୁବେଳେ ଏହି ଦୁଇ ଜଣଙ୍କ ପାଖରେ ହାରିଯାଏ। ଏକରେ ନିଜ ପରିବାର ପାଖରେ, ଦୁଇରେ ନିଜର ପ୍ରେମ ପାଖରେ। ଯେଉଁଠି ବିଶ୍ୱାସ ଆଉ ଭଲପାଇବା ରହିଥାଏ, ଜଣେ ଯେତେ ଦୂରରେ ଥିଲେ ମଧ୍ୟ ସବୁବେଳେ ସେ ପାଖେ ପାଖେ ସାଥିରେ ଥିଲା ବୋଲି ଅନୁଭବ ହୋଇଥାଏ।